ହ୍ୟାଲୋ ସାଙ୍ଗମାନେ, ଆଉ ଗୋଟେ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ଆଜି ଏଇ ଭିଡ଼ିଓରେ ଆମେ +3 ଆଡ଼ମିସନ୍ ଯେଉଁ ଫାଷ୍ଟ ସିଲେକ୍ସନ୍ଟି ବାହାରିଛି ତାର ସ୍ଲାଇଡ଼ ପ୍ରୋସେସ୍, ଫ୍ଲୋଟ୍ ପ୍ରୋସେସ୍ ଆଉ ଫ୍ରିଜ୍ ପ୍ରୋସେସ୍ এই ବିଷୟରେ ଡିସ୍କସନ୍ କରିବା। ଦେଖନ୍ତୁ, ମୁଁ ଆପଣଙ୍କୁ ଧୀରେ ଧୀରେ ଏଇ ତିନିଟି ବିଷୟରେ ପୁରା ଡିଟେଲ୍ସରେ କହିଦେବି। ତ ଆପଣ କେବେ ବି ଛାନିଆ ହେବେନି, କୌଣସି କାମରେ ବ୍ୟସ୍ତ ହେବେନି ହେଲା। ଆପଣ ଦେଖିକି ପୁରା ବୁଝିକି ଡିସିସନ୍ ନେବେ। ତ ଦେଖନ୍ତୁ, ପ୍ରଥମେ କହିଦେଉଛି ଫ୍ରିଜ୍। ତାହେଲେ ଆପଣଙ୍କୁ ଯେଉଁ କଲେଜରେ ବି ଆପଣଙ୍କର ସିଲେକ୍ସନ୍ ଆସିଛି, ଫାଷ୍ଟ ସିଲେକ୍ସନ୍ ଆସିଛି, ଯଦି ଆପଣ ସେଇ କଲେଜରେ ଫ୍ରିଜ୍ ଅପସନ୍ଟି କ୍ଲିକ୍ କରୁଛନ୍ତି, ତା ପୂର୍ବରୁ ଏ ଭିଡ଼ିଓଟି ଦେଖନ୍ତୁ। ଫ୍ରିଜ୍ର ମାନେ ହେଲା ଆପଣଙ୍କର ଯେଉଁ କଲେଜରେ ସିଲେକ୍ସନ୍ ଆସିଛି ସେଇ କଲେଜରେ ଆପଣ ଆଡ଼ମିସନ୍ ନେଇକି ପଢ଼ିବା ପାଇଁ ଚାହୁଁଛନ୍ତି। ତାର ଅର୍ଥ ହେଲା ସେଇଟା। ଯଦି ଆପଣଙ୍କର ସେଇ କଲେଜରେ ହିଁ ପଢ଼ିବା ପାଇଁ ଇଚ୍ଛା ଥାଏ, ତେବେ ଆପଣ ଫ୍ରିଜ୍ ଅପସନ୍ କ୍ଲିକ୍ କରିବେ। ପୁଣି ଯଦି ଆପଣ ଫ୍ଲୋଟ୍ ଅପସନ୍ ଗୋଟେ ଥିବ, ଯଦି ଫ୍ଲୋଟ୍ ଅପସନ୍ରେ ଆପଣ କ୍ଲିକ୍ କରୁଛନ୍ତି, ତ ପ୍ରଥମେ ଯେଉଁ କଲେଜରେ ଆପଣଙ୍କର ସିଲେକ୍ସନ୍ ଆସିଥିବ, ଯଦି ସେଇ କଲେଜରେ ଆପଣଙ୍କର ପଢ଼ିବା ପାଇଁ ଇଚ୍ଛା ନାହିଁ, ଆପଣ ଅଲଗା କଲେଜକୁ ଯିବା ପାଇଁ ଚାହୁଁଛନ୍ତି, ପ୍ଲସ୍ ସେଇ କଲେଜକୁ ବି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ସିଲେକ୍ସନ୍ ନ ଆସୁ, ସେଥିପାଇଁ ଆପଣ ଫ୍ଲୋଟ୍ ଅପସନ୍ଟି କ୍ଲିକ୍ କରିବେ। କିନ୍ତୁ ସ୍ଲାଇଡ଼ ଅପ୍ରେ ଟିକେ ଅଲଗା ଥାଏ। ସ୍ଲାଇଡ଼ ଅପ୍ ଯଦି ଆପଣ କ୍ଲିକ୍ କରୁଛନ୍ତି, ତାହେଲେ କ'ଣ ହେବ ନା, ସ୍ଲାଇଡ଼ ଅପ୍ କଲେ ଆପଣଙ୍କର ପ୍ରଥମ ଯେଉଁ କଲେଜରେ ସିଲେକ୍ସନ୍ଟି ଆସିଥିବ, ଯଦି ଆପଣ ଅଲଗା କଲେଜରେ ପଢ଼ିବା ପାଇଁ ଚାହୁଁଛନ୍ତି, ତେବେ ସ୍ଲାଇଡ଼ ଅପ୍ରେ କ'ଣ ହୁଏ ନା, ଆପଣ ସେଇ କଲେଜରେ ଫିଟା ଦେଇକି ତାପରେ ଆପଣ ଯଦି ସ୍ଲାଇଡ଼ ଅପ୍ ଅପସନ୍ କ୍ଲିକ୍ କରୁଛନ୍ତି, ତାହେଲେ ଆପଣ କ'ଣ କରିପାରିବେ ନା, ସେକେଣ୍ଡ ସିଲେକ୍ସନ୍, ଥାର୍ଡ଼ ସିଲେକ୍ସନ୍ ୱେଟ୍ କରିବେ। ଯଦି ବି ଆପଣଙ୍କର କୌଣସି କଲେଜରେ ଆଡ଼ମିସନ୍ ନ ହୁଏ, ତେବେ ଆପଣ ପୁଣି ଯେଉଁ କଲେଜରେ ଆପଣଙ୍କର ସିଲେକ୍ସନ୍ ଆସିଥିଲା ଆପଣ ସେଇଠି ଆଡ଼ମିସନ୍ କରିପାରିବେ। ତେବେ ମୋ ହିସାବରେ ସ୍ଲାଇଡ଼ ଅପ୍ ଅପସନ୍ଟି ସବୁଠାରୁ ଭଲ। ସେଥିପାଇଁ ଏଇଭଳି ନୂଆ ନୂଆ ଭିଡ଼ିଓ ପାଇଁ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଆପଣଙ୍କ ପାଇଁ ନୂଆ ନୂଆ ଏଇଭଳି ଭିଡ଼ିଓ ନେଇକି ଆସୁଛି।